ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ। ତ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନଙ୍କ ପାଇଁ ନେଇ ଆସିଛି କ'ଣ ନା ପିଲାମାନେ ତମମାନଙ୍କର କ'ଣ ନା ଦରଖାସ୍ତ। ତ ବହୁତ ପିଲାଙ୍କୁ ଦରଖାସ୍ତ ଆସୁନଥିବ, ତ ଲେଖି ପାରୁନଥିବେ, ତ ସେଇମାନଙ୍କ ପାଇଁ ଦରଖାସ୍ତ +2 ପଢ଼ିଲଣି। ଦରଖାସ୍ତଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଦରଖାସ୍ତ ନ ଜାଣିଲ ତମେ ପରୀକ୍ଷା ଆଉ ସବୁଠି ହଇରାଣ ହେଇଯିବ। ଯିଏ ଗୋଟେ କହିବ ଦରଖାସ୍ତ ଲେଖିଦିଅ ତମକୁ ଆସୁନଥିବ, ବୁଝିହେଲା। ତ ଦରଖାସ୍ତ ପାଠ ପରୀକ୍ଷା ପରୀକ୍ଷାରେ ଲେଖିବା ସହ ତମ ଭବିଷ୍ୟତ ପାଇଁ ଦରଖାସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ, ବୁଝିହେଲା। ତ ଆଜି ଆମେ ଗୋଟେ ଦରଖାସ୍ତ ଆଲୋଚନା କରିବା। ବୋର୍ଡ ଏକ୍ଜାମ ପାଇଁ ସିଲେକ୍ସନ କ୍ୱେଶ୍ଚିନ୍ ଅଛି ଗୋଟେ, ତ ଆଲୋଚନା କରିବା ଆନ୍ସର ସହ। ତ ଚାଲ ଆମେ ସମସ୍ତେ ଷ୍ଟାର୍ଟ କରିବା ପ୍ରଥମେ, ବୁଝିହେଲା। ତ ଦେଖିବା କ'ଣ ଦେଇଛି କ୍ୱେଶ୍ଚିନ୍ ଫାର୍ଷ୍ଟ। ପାନୀୟ ଜଳ ପାଇଁ ତୁମ ଗ୍ରାମରେ ନଳକୂପ ଖୋଲିବାକୁ ବିଡିଓ ନିକଟକୁ ଦରଖାସ୍ତ। ତ ଦରଖାସ୍ତ ପଡିବ, ତା ଅରେ ପତ୍ର ପଡିବ। ତମକୁ ଯଦି ପତ୍ର ଭଲ ଲାଗେ ଲେଖିବ ଦରଖାସ୍ତ। ପତ୍ର ଠାରୁ ଦରଖାସ୍ତ ବହୁତ କ'ଣ ନା ସହଜ ଏବଂ ଅଳ୍ପକରେ ହେଇଯିବ, ବୁଝିହେଲା। ତ ଦରଖାସ୍ତ ଯଦି ଅଳ୍ପ ଲେଖିବ ତାକୁ ସଠିକ ପରିମାଣରେ ଲେଖିଲ ତ ତାକୁ 5 କୁ 5 ମିଳିଯିବ, ବୁଝିହେଲା। ତ କେମିତି 5 କୁ 5 ମିଳିବ, ତ ଚାଲ ଆମେ ଷ୍ଟାର୍ଟ କରିବା। ଫାଷ୍ଟ ଆଗେ ତମେ କ୍ୱେଶ୍ଚିନ୍ ବୁଝିବ। ପାନୀୟ ଜଳ ପାଇଁ ମାନେ ପାନୀୟ ଜଳ ପାଇଁ ତମ ଗ୍ରାମରେ ପାନୀୟ ଜଳ ଅସୁବିଧା ହଉଛି, ନଳକୂପ ନାହିଁ, ମାନେ ଟ୍ୟୁବୱେଲ ଯାହାକୁ କହୁଛ, ଟ୍ୟୁବୱେଲ ନାହିଁ। ତ ତମେ କ'ଣ କରିବ ନା ତମେ ତମର ଯୋଉ ବିଡିଓ ଥିବେ ତ ବିଡିଓଙ୍କ ପାଖକୁ ଗୋଟେ ଦରଖାସ୍ତଟେ ଲେଖିବ। ତାପରେ ସେ ଦରଖାସ୍ତ ପାଇଲା ପରେ ସେ ଏମିତି ଦରଖାସ୍ତ ଲାଗିବ ଯେମିତି ସେ ମୁଗ୍ଧ ହେଇଯିବେ ଏବଂ ନଳକୂପ ଖୋଲିବା ପାଇଁ ସେ ଆଗ୍ରହ, ମାନେ 4-5 ଦିନ ଭିତରେ ଆସିବେ ତମର କ'ଣ ନଳକୂପ ଖୋଲିବା ପାଇଁ, ବୁଝିହେଲା। ତ କ'ଣ ଦେଇଛୁ ଫାଷ୍ଟ ଦେଖିବା। ମାନନୀୟ ଶ୍ରୀଯୁକ୍ତ ବ୍ଲକ ଉନ୍ନୟନ, ଯେହେତୁ ସେ ବିଡିଓ କୋଉଠି ଅଛି ବ୍ଲକର, ତ ବ୍ଲକ ଉନ୍ନୟନ ଅଧିକାରୀ ତମର ଯାହା ବ୍ଲକ ନା ତମେ ଲେଖିବ, ବୁଝିହେଲା। ବ୍ଲକ ଉନ୍ନୟନ ଅଧିକାରୀ ମହୋଦୟ ସବିପେଶୁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ମହୋଦୟ ... ସବିପେଶୁ। ତାପରେ ବୃନ୍ଦାବନପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ ତମେ ଲେଖିବ। ତମ ସରପଞ୍ଚଙ୍କ ଜରିଆରେ ତମେ ବିଡିଓକୁ ଦବ। ତମ ଗ୍ରାମ ପଞ୍ଚାୟତ ନାଁ ଲେଖିବ, ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ। କେବଳ ଏଇଟା ଚେଞ୍ଜ କରିବ, ତମ ଗ୍ରାମ ପଞ୍ଚାୟତ ନାଁ ଲେଖିବ। ବିଷୟ, ଆଉ ଗୋଟେ କଥା ହଉଛି ଦରଖାସ୍ତର ବିଷୟ ଇମ୍ପୋର୍ଟାଣ୍ଟ। ଯିଏ ବି ଦେଖିବେ ଆଗେ ଦେଖିବେ, କ୍ୱେଶ୍ଚିନ୍ ଦେଖିବେନି, କହିବେ ବିଷୟ କ'ଣ ଅଛି, ନଳକୂପର ପ୍ରାର୍ଥନା କ'ଣ ପ୍ରାର୍ଥନା କରୁଛନ୍ତି, ତ ଆମେ ଦେଖିବା, ବୁଝିହେଲା। ବିଷୟ ବହୁତ ଗୁରୁତ୍ୱପୂର୍ଣ୍ଣ। ନଳକୂପ ଖୋଲିବା ପାଇଁ ପ୍ରାର୍ଥନା କିଛି ନାହିଁ। ତାପରେ ମହାଶୟ, ତ ମହାଶୟରେ ଆମେ କ'ଣ ଲେଖିବା। ମହାଶୟ ବିନମ୍ରତାର ସହିତ ଆମ୍ଭେ କ'ଣ ନା ତମ ଗ୍ରାମ ଯୋଉ, ତାପରେ ପୋଷ୍ଟ, ତାପରେ ଜିଲ୍ଲା, ବୁଝିହେଲା। ଗ୍ରାମବାସୀ ବୃନ୍ଦ ନିମ୍ନଲିଖିତ ବିଷୟ ପ୍ରତି ଆପଣଙ୍କର ଦୟାଦ୍ର ଦୃଷ୍ଟି ଆକର୍ଷଣ କରୁଛୁ, ବୁଝିହେଲା। ଏଇ ବିଷୟରେ ଆମେ ଯାହା ବିଷୟ ଅଛି ତ ଆପଣଙ୍କ ପ୍ରତି ଆମେ କ'ଣ ନା ଦୟା ଭାବ ସୃଷ୍ଟି କରୁଛୁ। ଦୟାର ସହ ଆମେ କ'ଣ ନା ଦେହୁରା ହଉଛୁ, କ'ଣ ନା ଦୁଃଖ ଓ ପରିତାପର ବିଷୟ। କ'ଣ ଦୁଃଖ ପରିତାପର ବିଷୟ ନା ସ୍ୱାଧୀନତାର ଦୀର୍ଘ ଅର୍ଦ୍ଧ-ଶତାବ୍ଦୀ ଅତିକ୍ରାନ୍ତ ହେବା ସତ୍ତ୍ୱେ ମଧ୍ୟ ଆମ ଗ୍ରାମରେ ଗୋଟିଏ ବି ଆଦର୍ଶ ସ୍ୱଚ୍ଛ ନିରଭରା ପୁଷ୍କରିଣୀ ଏଯାବତ୍ ନାହିଁ। ମାନେ ସ୍ୱାଧୀନତା ଦୀର୍ଘ ଅର୍ଦ୍ଧ-ଶତାବ୍ଦୀ ଅତିକ୍ରାନ୍ତ ହେବା ସତ୍ତ୍ୱେ କ'ଣ ନା ଆମ ଗ୍ରାମରେ ଗୋଟିଏ ବି ସ୍ୱଚ୍ଛ ପୁଷ୍କରିଣୀ ନାହିଁ। ଅତି କ୍ଷୁଦ୍ର 2-3ଟି ପଙ୍କ ଓ ଦଳପୂର୍ଣ୍ଣ ଜଳାଶୟ ଆମ୍ଭମାନଙ୍କର ବର୍ଷବ୍ୟାପୀ ସ୍ନାନ ଓ ପାନୀୟରେ ସହାୟକ ହୋଇଥାଏ। ପ୍ରଦୂଷିତ ଜଳ ଯୋଗୁଁ ବର୍ଷର ଅଧିକାଂଶ ଋତୁରେ କ'ଣ ହୋଇଥାଏ ନା ଆମ୍ଭମାନଙ୍କୁ ରୋଗାକ୍ରାନ୍ତ ହୋଇ ପ୍ରତିକୂଳ ସ୍ୱାସ୍ଥ୍ୟର ଶିକାର ହେବାକୁ ପଡେ। ମାନେ ପୁଷ୍କରିଣୀ ଗୋଟେ କୂଅ ବି ନାହିଁ, ନଳକୂପ ବି ନାହିଁ। ତ ଯୋଉ ବି 2-3ଟି ଅଛି ତ ସେ ସବୁ ପଙ୍କ ଏବଂ ଦଳ ପଛେ ହଉଛି ଗାଡିଆ। ପୁଷ୍କରିଣୀ ସେ କ'ଣ ନା ଗାଡିଆ। ତ ଗାଡିଆ କ'ଣ ନା ସ୍ନାନ ପାଇଁ ସେ ବହୁତ ପଙ୍କ ଦଳ, ଯୋଉଟା କି ସେମାନେ ଯୋଉ ପାନୀୟ ଜଳ ପିଉଛନ୍ତି ଏବଂ ସେ ଯୋଉ ସ୍ନାନ ମାନେ ଗାଧଉଛନ୍ତି ତ ତାଙ୍କର ବହୁତ କିଛି ସ୍ୱାସ୍ଥ୍ୟର ଦେହ ଖରାପ ହଉଛି, ବହୁ ରୋଗ ବି ହଉଛି। ପ୍ରଦୂଷିତ ଜଳ ଯୋଗୁଁ ବର୍ଷର ଅଧିକାଂଶ ଋତୁରେ ଯୋଉ ଋତୁରେ ଆସିଲେ ତାଙ୍କର କ'ଣ ନା ରୋଗାକ୍ରାନ୍ତ ହେବାକୁ ପଡୁଛନ୍ତି।
ପ୍ରାୟ 2000ରୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ତାଙ୍କ ଗ୍ରାମରେ 2000 ଲୋକ ସେଇ ପାଣିରେ ହିଁ କାରବାର କରୁଛନ୍ତି। 2ଟି ଗଭୀର ନଳକୂପ ଖନନ କରାଯାଇ ପାରିଲେ ସବୁଦିନ ପାଇଁ ଆମ୍ଭେମାନେ ପାନୀୟ ଜଳ ସମସ୍ୟାରୁ ନିଷ୍କୃତି ଲାଭ କରନ୍ତୁ। ବୁଝିହେଲା? ତ ବହୁତ ଅସହାୟର ସହ ସିଏ ଅଛନ୍ତି। ତେଣୁ ପ୍ରାର୍ଥନା କରିବେ। ତେଣୁ ବିନୀତ ପ୍ରାର୍ଥନା କରୁଛି ଆପଣ ସୁବିଚାର ପୂର୍ବକ ଆମ ଗ୍ରାମର ମଧ୍ୟ ଓ ପ୍ରାନ୍ତ ଭାଗରେ 2ଟି ଗଭୀର ନଳକୂପ ଖୋଳାଇବା ପାଇଁ ମଞ୍ଜୁର ପ୍ରଦାନ କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରଋଣୀ। 2000 ଲୋକ 2ଟି ନଳକୂପ କିଛି ବି ଖରାପ ଲେଖିନାହାନ୍ତି। 2ଟି ନଳକୂପ ମୂଳରୁ ନଥିଲା ତ 2ଟି ନଳକୂପ ଖୋଲିଲେ ଆମେ ଆପଣଙ୍କ ନିକଟରେ ଚିରଋଣୀ ବା ଚିର ଉପକୃତ ହୋଇ ରହିବୁ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଏଇ ଛାଡ଼ି ଦିଅନ୍ତି। ଇତି ଲେଖିବ ଆପଣଙ୍କର ବିଶ୍ୱସ୍ତ କିଏ ନା ତମେ ଯୋଉ ଗ୍ରାମର ଲୋକ ସେଇ ଗ୍ରାମପୁରର ଗ୍ରାମ ବାସିନ୍ଦା ବୃଦ୍ଧ। ତାପରେ ତମେ ଯାହାକୁ ଦବ ତାଙ୍କର ଲେଖିବ ବ୍ରଜସୁନ୍ଦରପୁର। ତାପରେ ତାରିଖ ଲେଖିବ। ବୁଝିହେଲା? ତାରିଖ ଲେଖିବ। ତାପରେ ଠିକଣା ବେଶୀ ଠିକଣା ଦେଲେ ସିନା ପାଇବେ। ପ୍ରେରକ ପ୍ରାପେସ୍ତୁ। ବୁଝିହେଲା? ତ ପ୍ରେରକରେ ତମେ ଲେଖିବ। କୋଉ ତମେ ତମର ଲେଖିବ ଯିଏ ତମେ ଦବ। ତ ତମ ଜିଲ୍ଲା ତମ ପୋଷ୍ଟ ତମ ପିନ୍ ଲେଖିବ। ତାପରେ ଯାହାକୁ ଦବ ସେ ବ୍ଲକ ଉନ୍ନୟନ ଅଧିକାରୀକୁ ଦବ ତାଙ୍କର ଜିଲ୍ଲା ଏବଂ ତମ ଜିଲ୍ଲା ଏବଂ ସେ ବ୍ଲକର ନାଁ ଲେଖିବ। ବୁଝିହେଲା? ଡାକ ଟିକଟ ଏମିତି ଦବ ନିଶ୍ଚିନ୍ତ। ତମେ ମୁଁ କହୁଛି 100% 5ରୁ 1 ମାର୍କ ବି କାଟିବେନି। 5କୁ 5 ମିଳିଯିବ। ତ ପିଲାମାନେ ଦରଖାସ୍ତ ଯଦି ତମକୁ ବୁଝିପାରିଥିବ କମେଣ୍ଟ କରିବ ହଁ ବୁଝିପାରିଲୁ। ଯଦି ନ ବୁଝିପାରିଲ ଆଉଥରେ କମେଣ୍ଟ କରିବ। ମୁଁ ତମକୁ ବୁଝେଇଦେବି ବାରମ୍ବାର 1000 ଥର ବୁଝେଇବି ମତେ କହିବ। କିନ୍ତୁ ପରୀକ୍ଷା ବେଳୁ କହିବନି କି ମୁଁ ଦରଖାସ୍ତ ଲେଖିକି ଆସିଲି। ବୁଝିହେଲା? ତ ପିଲାମାନେ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।